କଲୋସ୍ୟ 1:18 କଲୋସ୍ୟ 1:18 ଆଉ ସେ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପ ସେ ଆଦି ମୃତ ମାନଙ୍କ ମଧ୍ୟରୁ ପ୍ରଥମ ଜାତ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି। ହାଲେଲୁୟା। ହାଲେଲୁୟା। ଖ୍ରୀଷ୍ଟ ଯୀଶୁ ଆମ ମାନଙ୍କର ଜୀବନରେ ପ୍ରଧାନ ସ୍ଥାନ ଗ୍ରହଣ କରିବା ଆବଶ୍ୟକତା ରହିଅଛି। ପ୍ରେଜ୍ ଦ ଲର୍ଡ। ଆମମାନଙ୍କର ଜୀବନରେ ଆମେ ତାହାଙ୍କୁ ପ୍ରଥମ ପ୍ରାୟୋରିଟି ଦେବାର ଆବଶ୍ୟକତା ରହିଅଛି। ଅଧିକାଂଶ ଥର କଣ ହଉଛି, ଆମମାନଙ୍କ ଜୀବନରେ ଅନେକ ବିଷୟ ପ୍ରଥମ ସ୍ଥାନ ଗ୍ରହଣ କରୁଛି। ଆଉ ସେ ପ୍ରଥମ ସ୍ଥାନ କଣ? ସେ ପ୍ରଥମ ସ୍ଥାନ ଧନ ସମ୍ପତ୍ତି ହେଇପାରେ, ପଇସା ପତ୍ର, ସାଙ୍ଗ ବା ଆମମାନଙ୍କର ଭୋଗ ବିଳାସ, ଅନେକ ପ୍ରକାର ବିଷୟ ରହିଛି। ତେବେ ମୋ ପ୍ରିୟ ମାନେ, ଆମ ଜୀବନରେ ପ୍ରଥମ କିଏ? ଆମ ଜୀବନରେ ପ୍ରଥମ କିଏ ଏବଂ କାହାକୁ ଆମେ ପ୍ରଧାନ ସ୍ଥାନ ଦେଇଅଛୁ? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁ ଯୀଶୁ ଦିନେ କହିଲେ ଶିଷ୍ୟମାନଙ୍କୁ ଯେ ଯାଅ ନିକଟସ୍ଥ ସେଇ ଗ୍ରାମକୁ ଯାଅ, ଆଉ ସେଇଠି ଗୋଟେ ଗର୍ଦ୍ଦଭୀ କୁ ବନ୍ଧା ହେଇଥିବ, ଯୋଉ ଗଧ ଉପରେ କିଏ କେବେ ବସି ନଥିବ। ତେବେ ସେଇ ଗଧକୁ ତୁମେ ଆଣିବ। ଯଦି କେହି ତୁମକୁ ପଚାରେ ଯେ କାହିଁକି ଏ ଗଧ ଛୁଆଟିକୁ ନଉଅଛ, ତାହେଲେ ତୁମେ କହିବ ଗୁରୁଙ୍କର ପ୍ରয়োଜନ ରହିଅଛି। ପ୍ରେଜ୍ ଦ ଲର୍ଡ। ତେବେ କଣ ହେଇଛି ମୋ ପ୍ରିୟ ମାନେ? ସେମାନେ ଗଲେ ଆଣିଲେ, ଆଉ ସେ ଗଧ ଉପରେ କିଏ କେବେ ବସି ନଥିଲେ। ପ୍ରଭୁ ଚାହାନ୍ତି ଯେ ଆମ ଜୀବନରେ ସେ ମୁଖ୍ୟ ସ୍ଥାନ ଗ୍ରହଣ କରିବା ପାଇଁ। ପ୍ରେଜ୍ ଦ ଲର୍ଡ। ଆମ ଜୀବନ ତାଙ୍କର ଅବଦାନ ଅଟେ। ସେ ଆମମାନଙ୍କର ସୃଷ୍ଟିକର୍ତ୍ତା, ସେ ଆମମାନଙ୍କର ସବୁ କିଛି। ଯେମିତିକି ଆମେ ପଢୁଛୁ କି ଯିଶାୟ 43:1 ପଢିବା। ଯିଶାୟ 43:1। ମାତ୍ର ହେ ଯାକୋବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ, ଆମ୍ଭେ ତୁମର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ। ଆମେନ୍। ଆମେ ତୁମକୁ ମୁକ୍ତ କରିଅଛୁ, ଆମେ ତୁମ ନାମ ଧରି ତୁମକୁ ଆହ୍ୱାନ କରିଅଛୁ। ମୋ ପ୍ରିୟ ମାନେ, ମୁଁ କହିବା ପାଇଁ ଚାହୁଁଛି, ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି। ଏ ଧରା ପୃଷ୍ଠରେ ସେ ଆମମାନଙ୍କୁ ଆଣିଅଛନ୍ତି। ମାତାର ଉଦର ପୂର୍ବରୁ ସେ ଆମମାନଙ୍କୁ ଗଢି ଅଛନ୍ତି। ଜଗତର ପତନାବଧି ପୂର୍ବରୁ ସେ ଆମମାନଙ୍କୁ ଗଢି ଅଛନ୍ତି। ତେବେ ମୋ ପ୍ରିୟ ମାନେ, ମୋର କହିବା ମାନେ ହଉଛି, ଆମେ ତାଙ୍କର ଅଟୁ, ସେ ଆମର ଅଟନ୍ତି। ସେ ଆମକୁ ରଚନା କରିଅଛନ୍ତି, ଆମକୁ ସୃଷ୍ଟି କରିଅଛନ୍ତି। He is a jealous God. ସେ jealous God ଅଟନ୍ତି। ମୁଁ ଯଦି ମୋର ଜୀବନକୁ ଜାଗତିକ ମନା କରିଦଉଛି, ତାହେଲେ ମୁଁ ଶୈତାନକୁ ନିଜର ସମୟ ଦେଇ ଦଉଛି। ମୁଁ ଯଦି ମୋର ଜୀବନକୁ ଜଗତର ଢାଞ୍ଚାରେ ବଢଉଛି, ଜଗତର ଅନୁସାରେ ମୁଁ ବଢୁଛି, ଜଗତର ସହିତ କରତାଳି ଦେଇକରି ମୁଁ ବଢୁଛି ବା ଷ୍ଟେପ୍ ଦେଇକରି ମୁଁ ଯାଉଛି, ତାହେଲେ ମୁଁ ସାଂସାରିକ ମନା ହେଉଅଛି। ଏବଂ ସଂସାରକୁ ଯିଏ ପ୍ରେମ କରେ, ଖ୍ରୀଷ୍ଟଙ୍କ ପ୍ରେମ ତା ମଧ୍ୟରେ ନାହିଁ। ଆମେ ପଢିବା ଯାକୁବ 2:15-16। ଯାକୁବ 2:15-16। ଯଦି ଜଣେ ଭାଇ ବା ଭଉଣୀ ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ନ ଦେଇ କୁହେ, ଉଷ୍ଣ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିର କି ଲାଭ? ପ୍ରଥମ ଯୋହନ 2 ତାର 15-16 ପଢିଲେ କି ଭଉଣୀ? ଏହା ପଢୁଛି। ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ, ପିତାଙ୍କ ପ୍ରେମ ତାହାଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଅଭିଳାଷ ଓ ଲୌକିକ ଗର୍ବ, ସଂସାରରେ ଥିବା ଏହି ସମସ୍ତ ବିଷୟ ପ୍ରେମ ନ କର, କାରଣ ଏ ସଂସାର ବିଷୟ ପ୍ରଭୁଙ୍କର ନୁହେଁ। ଆମମାନଙ୍କ ପାଇଁ ସ୍ୱର୍ଗୀୟ ବିଷୟ ସବୁ ପ୍ରଭୁ ସ୍ଥାପିତ କରିଅଛନ୍ତି। ମୋ ପ୍ରିୟ ମାନେ, ଏଇ ସଂସାର ଭୋଗ ବିଳାସ ଏହା କିଛି ନୁହେଁ।
ସଂସାର ବିଷୟ କିଛି ନୁହେଁ। ମୋ ପ୍ରିୟ ମାନେ ମୁଁ କହିବା ପାଇଁ ଚାହୁଁଛି, କଣ ଆଜି ସଂସାର ଆମମାନଙ୍କର ଜୀବନକୁ ଅକୁପାଇ କରିଛି କି? ସଂସାର କଣ ଆମମାନଙ୍କର ଜୀବନରେ କାର୍ଯ୍ୟ କରୁଛି କି? ମୋ ପ୍ରିୟ ମାନେ, ଯୋଉମାନେ ସଂସାରକୁ ପ୍ରେମ କରନ୍ତି, ଖ୍ରୀଷ୍ଟଙ୍କ ପ୍ରେମ ତାଙ୍କ ଠାରେ ନଥାଏ। ହାଲେଲୁୟା। ତ ମୋ ପ୍ରିୟ ମାନେ, ଖ୍ରୀଷ୍ଟ ଆମମାନଙ୍କ ଜୀବନରେ କେତେବେଳକୁ ଆସିବେ? ଯେତେବେଳକୁ ଏଇ ଜାଗାରେ, ଏଇ ହୃଦୟର ଜାଗାରେ ଆମମାନେ ଅନାବର ବା ଖରାପ ବିଷୟକୁ କାଢି ଦେଇ, ବା କୌଣସି ଗୋଟେ ବିଷୟ ଯୋଉଟା କି ଆମକୁ ଇମ୍ପୋର୍ଟାଣ୍ଟ ଲାଗୁଛି, ମୁଖ୍ୟ ବିଷୟ ପରି ଲାଗୁଛି, ତାକୁ ମଧ୍ୟ କାଢି ଦେଇ ଯୀଶୁଙ୍କୁ ନିଜ ହୃଦୟରେ ଆମମାନେ ଜାଗା ଦେବା ଆବଶ୍ୟକତା ରହିଅଛି। ହାଲେଲୁୟା। What is the position of Jesus Christ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ଥାନ ଆମମାନଙ୍କ ଜୀବନରେ କଣ ରହିଅଛି? ମୋ ପ୍ରିୟ ମାନେ, ପ୍ରେଜ୍ ଦ ଲର୍ଡ। ଆଜି ପରମେଶ୍ୱର ଗୋଟେ ପ୍ରଶ୍ନ ପଚାରୁଅଛନ୍ତି, କଣ ମୁଁ ତମମାନଙ୍କୁ ବିଶ୍ୱାସ କରିପାରିବି କି? Can I trust you? ମୁଁ କଣ ତୁମକୁ ବିଶ୍ୱାସ କରିପାରିବି କି? ମୋ ପ୍ରିୟ ମାନେ, ସିଏ ଆଜି ପଚାରୁଅଛନ୍ତି, ହେ ମୋର ଝିଅ, ହେ ମୋର ପୁଅ, ତମେ ତ ବେଳେ ବେଳେ ମତେ ବିଶ୍ୱାସ କରୁଅଛ, କିନ୍ତୁ ମୁଁ କଣ ତୁମକୁ ବିଶ୍ୱାସ କରିପାରିବି କି? ତମେ କଣ ମତେ ପ୍ରଥମ ସ୍ଥାନ ଦେଇଛ କି? Can I trust you? ମୁଁ ଯାହାକୁ ବନେଇ ଅଛି, ମୁଁ ତାହାକୁ ବିଶ୍ୱାସ କରିପାରିବି କି? ହାଲେଲୁୟା। ପ୍ରିୟ ମାନେ, ଆଜି ଗୋଟେ ପ୍ରଶ୍ନ ଆମମାନଙ୍କର ଜୀବନରେ ଅଛି, କଣ ପ୍ରଭୁ ଆମକୁ ବିଶ୍ୱାସ କରିପାରିବେ କି? ସେ ଆମ ମାନଙ୍କୁ ପ୍ରଥମ ସ୍ଥାନ ଦେଇଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେଥିପାଇଁ ମୋ ପ୍ରିୟ ମାନେ, ଏଇ ଜଗତରେ ଅନେକ ପ୍ରକାର ବିଷୟ ଅଛି ଯୋଉଟା କି ଆମକୁ ଆଟ୍ରାକ୍ସନ କରୁଛି। ଆଜିକାଲିର ଯୁବା ଯୁବତୀ ମାନଙ୍କୁ ଆଟ୍ରାକ୍ସନ କରୁଛି। ଆଜିକାଲି ମିଡିଆ ଯୁବା ଯୁବତୀ ମାନଙ୍କୁ ଆଟ୍ରାକ୍ସନ କରୁଛି। ଆଜିକାଲିର ଷ୍ଟାଇଲ ଯୁବା ଯୁବତୀ ମାନଙ୍କୁ ଆଟ୍ରାକ୍ସନ କରୁଛି। ଆଜିକାଲି ଅନେକ ବିଷୟ ଯୁବା ଯୁବତୀ ମାନଙ୍କୁ ଆଟ୍ରାକ୍ସନ କରୁଛି, ଲୋକମାନଙ୍କୁ ଆଟ୍ରାକ୍ସନ କରୁଛି, ଲୋଭ ଆଟ୍ରାକ୍ସନ କରୁଛି, ଏ ଜଗତର ମୋହମାୟା ଆଟ୍ରାକ୍ସନ କରୁଛି, ଏ ଜଗତରେ ଲିପ୍ତ ହେଇଯିବା ବିଷୟ ସବୁ ଆଟ୍ରାକ୍ସନ କରୁଛି। ଆମେ କାହା ପ୍ରତି ଆଜି ଆଟ୍ରାକ୍ଟେଡ ଅଟୁ? କିଏ ଆମକୁ ଆକର୍ଷିତ କରୁଛି? ଯୀଶୁ କରୁଛନ୍ତି ନା ଏ ଜଗତର ବିଷୟ କରୁଛି? ହାଲେଲୁୟା। ଆମେ ନିଜେ ନିଜର ଉତ୍ତର ଜାଣୁ। ମାତ୍ର ଖ୍ରୀଷ୍ଟ କହନ୍ତି, Christ must be at the center of everything in our life. ଖ୍ରୀଷ୍ଟ ଆମମାନଙ୍କର ଜୀବନର ସବୁ କିଛି ହେବା ଆବଶ୍ୟକତା ରହିଅଛି। Praise the Lord, hallelujah। ଯେହେତୁ ମୋ ପ୍ରିୟ ମାନେ, ଯଦି ଖ୍ରୀଷ୍ଟ ନାହାନ୍ତି, ଆମମାନଙ୍କର ଜୀବନରେ ଜୀବନ ନାହିଁ। କଣ ପାଇଁ ଜୀବନରେ ଜୀବନ ନାହିଁ? ଯେହେତୁ ସେ ନିଜର ଜୀବନ ଦେଇକିରି ଆମମାନଙ୍କୁ ଜୀବନ ଦେଲେ। ଖ୍ରୀଷ୍ଟ ଆମମାନଙ୍କର ଜୀବନ ଅଟନ୍ତି, ଖ୍ରୀଷ୍ଟ ଆମମାନଙ୍କର ଧନ ଅଟନ୍ତି, ଖ୍ରୀଷ୍ଟ ଆମମାନଙ୍କର ସମ୍ପତ୍ତି ଅଟନ୍ତି, ଖ୍ରୀଷ୍ଟ ଆମମାନଙ୍କର ସବୁ କିଛି ଅଟନ୍ତି। ହାଲେଲୁୟା। ଖ୍ରୀଷ୍ଟ ବୁଦ୍ଧି, ଖ୍ରୀଷ୍ଟ ଜ୍ଞାନ, ଖ୍ରୀଷ୍ଟ ସମ୍ପତ୍ତି, ଖ୍ରୀଷ୍ଟ ସବୁ କିଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରିୟ ମାନେ, ପ୍ରଭୁ କେବେ ମଧ୍ୟ ଅପସନାଲ ହେଇପାରିବେ ନାହିଁ। ଅପସନାଲ ବୋଲି କହିଲେ କଣ? ଆଜି ରବିବାର ଦିନ ମୁଁ ଗଲେ ଯିବି, ଚର୍ଚ୍ଚ ନ ଗଲେ ନାହିଁ, ଚଳିବ। କଣ ମତେ କିଏ ମାରୁଛନ୍ତି କି? ମୋ ମା ବାପାକୁ ମୁଁ ଏମିତି କହିଦେବି, ମୁଁ ସେମିତି କହିଦେବି, ଆଜି ମୁଁ ପାଷ୍ଟରଙ୍କୁ ଏମିତି କହିଦେବି। ଆଶ୍ଚର୍ଯ୍ୟ କଥା, ମୁଁ ଗୋଟେ ଜାଗାରେ ପ୍ରଚାର କରିବା ପାଇଁ ଯାଇଥିଲି, ସଣ୍ଡେରେ ମୁଁ ସେଠି ବକ୍ତା ଥିଲି। କେତେ ଲୋକ କାର୍ଯ୍ୟ ବ୍ୟସ୍ତରେ ଚର୍ଚ୍ଚ ଆସିନାହାନ୍ତି। ଆଶ୍ଚର୍ଯ୍ୟ, ଆରେ ଏଇଟା କେମିତି? ଜଣେ ଭାଇ କହୁଛନ୍ତି, ମୁଁ ଘର ଉପରେ ଘର ବନଉଛି, ମୁଁ ବହୁତ ବ୍ୟସ୍ତ ଅଛି, ମତେ କେତେ ଦିନ ପାଇଁ କ୍ଷମା କର। ଆରେ ଭାଇ, ତୁମେ କାହାକୁ କ୍ଷମା ମାଗୁଛ? ଆମେ କିଏ? ମନୁଷ୍ୟ କିଏ ଯେ ତୁମେ କ୍ଷମା ମାଗୁଛ? ହାଲେଲୁୟା। ମୋ ପ୍ରିୟ ମାନେ, ମୁଁ କହିବା ପାଇଁ ଚାହୁଁଛି, ଘରଟିଏ ବନେଇବା ପାଇଁ ପ୍ରଭୁଙ୍କର ଉପସ୍ଥିତିକୁ ଆସୁନାହାନ୍ତି। କାମ ଗୋଟେ ପଡିଗଲା, ପ୍ରଭୁଙ୍କର ଉପସ୍ଥିତିକୁ ଆସୁନାହାନ୍ତି। ଗୋଟେ ଜାଗାକୁ ଯିବାର ଅଛି, ନଗଲେ ବି ଚଳିବ, ମାତ୍ର ଯିବାର ଅଛି, ପ୍ରଭୁଙ୍କର ଉପସ୍ଥିତିକୁ ଆସୁନାହାନ୍ତି। ହାଲେଲୁୟା। ପ୍ରିୟ ମାନେ,
मो कहिबार माने होउची एटा जे कोन प्रभु आमनको जीवन रो प्रथम स्थान नै चंते कि कैन गॉड टेक अ सेंटर प्लेस इन योर लाइफ प्रेज द लॉर्ड आज लोक माने विनष्ट हो जाउथिबा वस्तु प्रति मनोयोगी अटंती एवं प्रभु को प्रथम स्थान दियंती नाही हालेलुया सेता मो प्रिय माने प्रभु केबे ऑप्शनल हे पारबे नाही हेले हेला नहिले नाही प्रभु केबे ऑप्शन रे रही पारबे नाही क्राइस्ट मस्ट बी सेंटर प्रभु यीशु हमको जीवन रे मध्य स्थान रहिबार अछि प्रभु यीशु हमको जीवन रे स्थान पाइबार अछि से गध जो गध को बंधा जाइथिला जो गध रे किए केबे बसी नथिबे हालेलुया ए संसार हम ऊपर न बसु ए धन संपत्ति हम ऊपर न बसु ए जगतर सांग माने हम ऊपर न बसंतो ए परिस्थिति हम ऊपर न बसु कौन सी डॉक्टर न बसु कौन सी प्रकार हाई क्वालिटी लोक न बसंतो ख्रीष्ट आम ऊपर बसंतो आ सेति पय मो गध हेबा पय मध्य प्रस्तुत अछि लेट मी बी डोंकी मु से गध होई जिबी जो गधरे प्रभु बसिबे हालेलुया ओ यीशु ख्रीष्टंकर आसन को काहा को देई परिबी नाही आई कैन नॉट गिव द प्लेस ऑफ जीसस क्राइस्ट टू एनी अदर हालेलुया मो प्रिय माने माँ बापा हुंतु स्वामी स्त्री हुंतु सांग साथी हुंतु पैसा पत्र हो जा भी हे जाओ ख्रीष्टंकर स्थान को किए नेबा को हेबो नाही प्रेज लॉर्ड हालेलुया Christ is the source of our life कौन पाई मु कहूची जेतु प्रभु जीशु ख्रीष्ट आम जीवन रो स्रोत अटंती जीवन दाता मुक्ति दाता शांति दाता आनंद दाता 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 अनेक लोक कौन भावंती प्रिय भाई एवं भौणी माने ध्यान देके सुनंतु सेमान को खाली दान सेमान को ब्लेसिंग ब्लेसिंग आशीर्वाद 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 ऊपर आशीर्वाद सेमान को आशीर्वाद दरकार अछि प्रेज द लॉर्ड दिनकर घटना जने राजा थिले तांको राज्य को से भूलिबा पई गले मो राज्य लोक माने केमिति अछंती आ से राज्य रे ध्यान दे सुनंतो आ से राज्य भूलिबा को लागिले आ जतल को से राज्य भूलिबा को लागुचंती से गले जे तांको राज्य रे वास्तव रे बहुत गरीब लोक थिले बहुत माने गरीब खाइबा को मिलुनी जमी नाई किछि नाई मंत्री माने सब सुविधा खाई दउसंती से राजा गोटे निरीह राजा थिले गोटे प्रेमिक राजा थिले आ सेति पई से राजा कोन कले जाई गां गां बुलिगिरी देखिले सब गां रे दारिद्रता अछि से कहले मोर राज अट्टालिका रे अनेक संपत्ति अछि अनेक सुना गहना अछि आ चांदी अछि अनेक हीरा अछि आ अनेक टंका अछि अमार रे अनेक खाद्य अछि आ मोर राज्य बा मोर देशर लोक माने एमिति हेकि अछंती से माने खाइबा को मिलु नै आ राजा को शोष लागिला से गोटे गां रो गोटे झुपड़ी घर को गले आ जाईगिरी कहउछंती मते टिके पीवा पानी दबो कि आ से स्थान रे गोटे छोट छुआटे गोटे झियोटे आसुची बहुत कुनी झियोटे आ से कहला हां सर हां आज्ञा मु पानी देबी गोटे माटी पात्र रे से पानी देला आउ माटी पात्र जतल को पानी देला से पानी राजा पीले आ से झियो को पचले मां तुम ड्रेस फ्रेस फाटी जाइछि कोन एते दारिद्रता तुमे अछो से कहला हां सर हमर राज्य रो राजा हम विषय किछि भाबु नांती हम राज्य रो राजा हम पई किछि चिंता करू नांती का को खाइबा को नै हालेलुया तापर कोन हेछि मो प्रिय माने राजा बहुत दुखित हो गले आ से निजर राज अट्टालिका को चली गले भेष बदलैगिरी से जाइथिले म्यूट करंतो भेष बदलैगिरी से जाइथिले सरोज माला म्यूट करंतो प्रेज द लॉर्ड थैंक यू आमेन हालेलुया भेष बदलैगिरी से जाइथिले आ जतल को राज अट्टालिका को से आसिले आ आसिगिरी मंत्री मान को डाकिले बहुत से माने दुखी हो जाइथिले बहुत रागी जाइथिले मंत्री आसो बोली कहले
ଆଉ ସବୁ ମନ୍ତ୍ରୀ ମାନେ ଗଲେ, ମୋ ରାଜ୍ୟରେ ଏଇ ଘଟଣା କଣ? ଲୋକମାନଙ୍କୁ ଖାଇବାକୁ ମିଳୁନାହିଁ, ଲୋକମାନେ ଦାରିଦ୍ର୍ୟତାରେ ଅଛନ୍ତି, ମୋର ଲୋକମାନଙ୍କ ପ୍ରତି ଦୟା ବଢିଗଲାଣି। ଆଉ ସମସ୍ତଙ୍କୁ ବୁଧବାର ଦିନ ଡାକ, ବୁଧବାର ଠିକ ଆଉ ସକାଳ 10ଟା ବେଳକୁ ସମସ୍ତେ ଆସନ୍ତୁ, ମୋର ରାଜ୍ୟର ଧନ ଭଣ୍ଡାରକୁ ମୁଁ ଖୋଲିଦେବି। ଆଉ ସେମାନଙ୍କର ହାତରେ ଯେତିକି ଧନ ହେବ ସେମାନେ ଧରିକିରି ନେଇପାରିବେ। ଦିଟା ହାତରେ, ବାକି ବେଗରେ ନାଇଁ, ଦିଟା ହାତରେ ଯେତିକି ଆସିଲା ସେମାନେ ନେଇପାରିବେ। ତାପରେ ମନ୍ତ୍ରୀ ମାନେ ଯାଇ ଘୋଷଣା କଲେ, ଶୁଣ ଶୁଣ ଶୁଣ, ରାଜ୍ୟର ସମସ୍ତ ଗ୍ରାମବାସୀ ମାନଙ୍କୁ କୁହା ହଉଛି ଯେ ଆପଣ ମାନେ ଅମୁକ ଦିନରେ, ଅମୁକ ତାରିଖରେ, ବୁଧବାର ଦିନ 10ଟା ବେଳକୁ ଯିବେ, ରାଜ୍ୟ ପ୍ୟାଲେସ କୁ ଯିବେ, ଅଟ୍ଟାଳିକାକୁ ଯିବେ, ଆଉ ସେଇଠି ଯାଇକିରି ମହାରାଜକୁ ମିଶିବେ। ମହାରାଜ ତୁମକୁ ଧନ ଦେବେ, ନିଜ ନିଜ ହାତରେ ତୁମେ ଯେତିକି ନେଇପାରିବ ତୁମେ ସେତିକି ନେଇକିରି ଯାଇପାରିବ, ଯୋ ଦ୍ୱାରା ତୁମର ଦିନାବସ୍ଥା, ତୁମର ଗରିବ ଅବସ୍ଥା, ଦାରିଦ୍ରତା ଚାଲିଯିବ। ତାପରେ କଣ ହେଇଛି ମୋ ପ୍ରିୟ ମାନେ, ଆଉ ସମସ୍ତେ ଆସିଲେ, ସେଇଦିନ ବହୁତ ଖୁସିରେ ଆସିଲେ। ସେଇ ଛୋଟ ଛୁଆଟେ ବି ଆସିଲା, ଛୋଟ ଝିଅଟେ ବି ଆସିଲା। ସମସ୍ତେ ନମସ୍କାର କରୁଛନ୍ତି ରାଜାଙ୍କୁ, ରାଜା ଚିରଞ୍ଜୀବୀ ହୁଅନ୍ତୁ ବୋଲି କହୁଛନ୍ତି, ଆଉ ଲାଇନ ରେ ଛିଡା ହେଇଛନ୍ତି। ଆଉ ଠିକ 10 ଘଣ୍ଟିକା ସମୟରେ ଧନ ଭଣ୍ଡାର ଖୋଲା ଗଲା। ଆଉ ଯେତେବେଳେ ଖୋଲା ଗଲା ମୋ ପ୍ରିୟ ମାନେ, ସମସ୍ତେ ଧାଡି ଧାଡିରେ ଯାଇ ଦିଟା ହାତରେ ଯେତିକି ଗହଣା, ଯେତିକି ସୁନା ବା ମୋତି ଚାନ୍ଦି ଯାହା ବି ଆସିଲା ସେମାନେ ଧରିକିରି ଚାଲିଲେ। ଆଉ ଏମିତି ସମସ୍ତେ ଗଲା ପରେ ରାଜା ପଚାରିଲେ, କଣ ସମସ୍ତେ ନେଲେ? ମନ୍ତ୍ରୀ କହିଲେ, ହଁ ନେଲେ, କିନ୍ତୁ ଗୋଟେ ଛୋଟ ଝିଅଟେ ଅଛି, ସେ ନଉନାହିଁ। କଣ ପାଇଁ ନଉନାହିଁ? ତାକୁ ମୋ ପାଖକୁ ଆଣ। ଆଉ ସେଇ ଝିଅ କାନ୍ଦୁଥାଏ। ରାଜା କହିଲେ, ମା ତୋର କଣ ହେଇଛି? ମୁଁ ବୋଧେ ତତେ ଚିହ୍ନିଛି, ମୁଁ ତତେ ଦେଖିଛି। କାହିଁକିନା ରାଜା ଭେଷ ବଦଳେଇକିରି ଯାଇଥିଲେ ଦେଶ ନିରୀକ୍ଷଣ କରିବା ପାଇଁ, ଆଉ ସେଇ ଝିଅଟି ପାଣି ଦେଇଛି। ତେବେ ମା ତୋର କଣ ଅସୁବିଧା ହେଇଛି? ତୁ କାହିଁକି ନଉନୁ? ହଁ ମୁଁ ଜାଣିଲି, ତୋ ହାତ ଗୁଡିକ ଛୋଟ ଅଛି, ସେଥିପାଇଁ ତୁ ନଉନୁ ନା। ଦେଖେ ମୋ ହାତ ବଡ ଅଛି, ମୁଁ ବହୁତ କାଢିବି ଆଉ ତତେ ଦେବି। ହେଲେ ମଧ୍ୟ ଝିଅ କିଛି କହୁନାହିଁ, ମାନୁନାହିଁ, ଯାଉନାହିଁ, ଆଉ କାନ୍ଦୁଛି। ରାଜା ବ୍ୟତିବ୍ୟସ୍ତ ହେଲେ, ଏ ଝିଅର କଣ ହେଇଛି, କଣ ପାଇଁ ତୁ ବୁଝୁନୁ? ମା ମୁଁ 2 ହାତ କରି ତତେ ଦେବି, ତୁ ଖୁସି ହେଇଯା। କିନ୍ତୁ ସେ ଝିଅ ମଙ୍ଗୁ ନାହିଁ, ନଉନାହିଁ। କଣ ପାଇଁ ନଉନାହିଁ? କଣ ପାଇଁ ନଉନାହିଁ ରେଜିନା ଭଉଣୀ? କଣ ପାଇଁ ନଉନାହିଁ? ସଂଚିତା ଭଉଣୀ, ଦିନେଶ ଭାଇ, ବୀରେନ୍ଦ୍ର ଭାଇ, ସୁନିତା ଭଉଣୀ, କଣ ପାଇଁ ନଉନାହିଁ? କିଏ କହିବ? କହିପାରିବ କି? ଅନମ୍ୟୁଟ କରି କୁହ। ସେ ରାଜାଙ୍କୁ ଚାହିଁছে, ଚାହୁଁଛି ଧନ ରାଜାଙ୍କ ଚାହିଁନି। ପାଇଁ, ସେଥିପାଇଁ ସେ ନଉନି। ଭେରି ଗୁଡ ମାମି ଭଉଣୀ, ଭେରି ଗୁଡ। ସେଥିପାଇଁ ମୋ ପ୍ରିୟ ମାନେ, ରାଜା କହିଲେ ତତେ କଣ ଦରକାର ଅଛି? ମା କହିଲାକୁ ସେ ସିଧା ଆଙ୍ଗୁଠି ଦେଖେଇଦେଲା ଏମିତି, ମତେ ତମକୁ ଦରକାର ଅଛି। ହାଲେଲୁୟା। ଲୋକମାନେ ଆଶୀର୍ବାଦ ଆଶୀର୍ବାଦ କହୁଛନ୍ତି, କିନ୍ତୁ ଆଶୀର୍ବାଦ ଦାତାକୁ ଭୁଲି ଯାଉଛନ୍ତି। ଲୋକମାନେ ଦାନ 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 ବୋଲି କହୁଛନ୍ତି, ଦାନ ଦାତାକୁ ଭୁଲି ଯାଉଛନ୍ତି। ଲୋକମାନେ ସୁସ୍ଥତା 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 ବୋଲି କହୁଛନ୍ତି, କିନ୍ତୁ ସୁସ୍ଥତା ଦାତାକୁ ଭୁଲି ଯାଉଛନ୍ତି। ଆଜି ଆପଣ ମାନଙ୍କୁ କଣ ଦରକାର ଅଛି? ଆପଣ ମାନେ କଣ ଚାହୁଁଛନ୍ତି? ପ୍ରଭୁ ମତେ ଆଶୀର୍ବାଦ କର, ପ୍ରଭୁ ମତେ ଶାନ୍ତି ଦିଅ, ପ୍ରଭୁ ମତେ ମୁକ୍ତି ଦିଅ। ଶାନ୍ତି ଦାତାକୁ ଭୁଲି ଯାଉଛନ୍ତି, ମୁକ୍ତି ଦାତାକୁ ଭୁଲି ଯାଉଛନ୍ତି। ଆଜି ଯୀଶୁଙ୍କ ନାମରେ ମୁଁ କହିବା ପାଇଁ ଚାହୁଁଛି, ସେ ସାନ ଝିଅ ଗୋଟେ ଏମିତିଆ କାମ କରିଦେଲା ଯେ ରାଜାଙ୍କର 2ଟା ଆଖିରୁ ଲୁହ ଝରିଗଲା। ସାଙ୍ଗେ ସାଙ୍ଗେ ରାଜା ସେ କୁନି ଛୁଆକୁ କାଖେଇ ଦେଲେ, ଆଉ କହିଲେ, ଆଜିଠାରୁ ଏ ଦେଶର ରାଜକୁମାରୀ ହଉଛି ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କାହାର ଆବଶ୍ୟକ ଅଛି ଆମ ଜୀବନ ପାଇଁ? କାହାକୁ ଆମେ ଚାହୁଁଛୁ? କଣ ବାସ୍ତବରେ ଆମେ ଯୀଶୁଙ୍କୁ ଚାହୁଁଛୁ କି? ନା ଆମେ ଯୀଶୁଙ୍କର ଆଶୀର୍ବାଦ ହିଁ ଚାହୁଁଛୁ? ଆଶୀର୍ବାଦ ଦିଅ ପ୍ରଭୁ, ଦିଅ ପ୍ରଭୁ, ଦିଅ ପ୍ରଭୁ, ଧନ ଦିଅ, ଧନ ଦିଅ, ଦାନ ଦିଅ, ସୁସ୍ଥତା ଦିଅ, ଶାନ୍ତି ଦିଅ, ଆନନ୍ଦ ଦିଅ,
दियो 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 प्रार्थना रे मध्य आमे सौदा पत्र लिस्ट कला परी गोटे लिस्ट धरिक बसी जाउछु एमती करो सेमती करो दियो आ मते नियो मते एमती कर दियो मो पिला को एमती कर दियो मो मां को सेमती कर दियो मो स्त्री को सेमती कर दियो पूरा तालिका धरी बसुछु किंतु केबे मते या चाहछु कि प्रभु तुमे मो जीवन पाई कौन चाहछ प्रभु मु कौन हाँ प्रभु असुविधा करिछि तुम जीवन पाई प्रभु तुम्हें दया कर पिता परमेश्वर मते जानिबा को दियो जे मु केमिति तुमर हेई पारिबी मु केमिति तुमर हेई पारिबी प्रभु गोटे मिनट में भूली जाओ सब दान फान भूली जाओ गोटे मिनट में चिंता कर प्रभु तुम कौन वास्तव रे मो जीवन रे आसी विराजमान हेच बसीच कि कौन वास्तव रे मु तुमको चाहूची कि प्रभु कौन डेस्परेटली मु तुमको चाहूची कि प्रभु से झियो राजा को चाहिला कौन पाए जेतु लोक मैंने आसिले धन धरी चली गले धन धरी चली गले धन धरी चली गले किंतु ए झियो कम पाई नहीं जदियो ताको धन काढ़ी दिया ही नहीं किंतु से धन दाता को पाइला से आशीर्वाद दाता को पाइला से महान परमेश्वर को पाइला हालेलुया मते जीसु धन दरकार अछि मो जीवन रे जीसु धन आवश्यक अछि जीसु मु तुम बिना बंची पारिबे नाही I can't live without you Lord help me I need you बेटा मु तते कार देबी कार no I need you बेटा मु तुमको बिल्डिंग देबी बिल्डिंग no I need you मते तुम दरकार अछि मुझे तेरी जरूरत है प्रभु मुझे तेरी ही जरूरत है क्योंकि ये धन दौलत एक दिन खत्म हो जाएगा सॉरी जी दिने कौन है अब्राहम और लोटो लोटो को जानते आप अब्राहम को जानते अब्राहम और लोटो अब्राहम पुत्रा थिले लोटो से एमती संपत्ति बढ़िला पशु माने बढ़िले मेष शाग सब बढ़िले आ से पशु पालक माने मेष पालक माने झगड़ा हेबा पे लागिले तमे कहीं एडी चोरौछ तमे चोरौछ तमे जाओ सियाड़े बहुत झगड़ा हेले झगड़ा हेबा समय रे अब्राहम लोटो को डाकिले आ डाकी कहिले लोटो आसो आसो जीवा पर्वत को आ से चली गले गोड़ी पर्वत को जेतल को गले आउ अब्राहम विनम्रता सहित लोटो को कहिले कि लोटो तुम देख ए चतुर्पार्श्व तुम देख को एरिया तुमको भल लगुच से एरिया तुम्हें नियो तुम जाओ से एरिया मु तुम पछरे जीवी ना तुम फास्ट चयन कर तुम बाछ ठीक अच्छे तुम फास्ट बाछ आ लोटो एई मौका को देखी चौका मारिबे बोली भाबिले आ से देखिले सबुज गछ बढ़िया बढ़िया गछ बढ़िया बढ़िया माने बहुत ग्रीनरी अच्छी सबुज होइकिर अच्छी गछ पत्र अच्छी बुदा माने अच्छी तापरे लोटो टिके चालाकी ही कहले अब्राहम को ए अब्राहम मु एई पटे जीवी अब्राहम कहले तुमे जो पटे जीव तार अपोजिट मु जीवी एमिति जदि लोटो याडे अब्राहम याडे जदि लोटो याडे ताले अब्राहम याडे तबे मु तुमर अपोजिट को जीवी बोली से कहले लोटो बहुत खुशी ही गले मोर दादा अब्राहम से टिके बाया ही गले से जानतो मोरू प्रांतर को जानतो मु सबुज जगह को जीवी आउ से बाछिगिरी कौन कले लोटो चली गले कोठी को सबुज जगह को चली गले बहुत खुशी बहुत आनंद तांकर मेष पालक माने भी आनंद लोटो भी आनंद आउ एई प्रकार भाव रे
अब्राहम तांकर विपरीत आड़को चली गले आ जेतल विपरीत आड़को अब्राहम चली गले अब्राहम बहुत खुशी रे थिले बहुत सुंदर जगह जाको पाइले किंतु लोट से सबुज जगह को गले सत किंतु सेई सबुज पछरे लुचि थिबा पाप को से जानी पारिले नाही से पाप को से जानी पारिले नाही दुराचारी सदम गमोरार लोक माने ए माता लोक माने होमोसेक्सुअल लोक माने बहुत कठिन बा कठिन हृदय मना लोक माने से मान को देखि पारले नाही कौन से विषय बहुत सुंदर दिसे भाई माने भौणी माने किंतु ता पछरे कौन अछि सेटा हमको जानिबा को पड़िबो मनुष्यर सम्मुखरे कौन सी पथ सरल देखा जाए मात्र तार अंतरे मृत्यु थाए प्रशस्त पथ दे जीवा लोक माने बहुत अछंते किंतु प्रभु यीशु कहले संकीर्ण पथ दे जाओ संकीर्ण पथ दे जाओ कारण मो प्रिय माने संकीर्ण पथ जीवन को नहीं जीव प्रशस्त पथ मृत्यु को नहीं जीव लोट देखि पारिले नहीं लोट मध्य लोभ आसिला से सबुज विषय देखिले बहुत बढ़िया विषय देखिले किंतु ता पछरे लुचि थिबा पाप देखि पाले नहीं एक्सक्यूज मी आजी वो कहबा पई चाहूची अनेक विषय हमन को दृष्टि रे देखा जाउची बहुत सुंदर दुसी आम मानकर आदि माता हवा मध्य फल को देखिले बहुत सुंदर दुसुतिला से फल चक्षु को लोभ दुसुतिला खाइबा पे बहुत बढ़िया थिला सेही फल को देखिक से चली गले किंतु फल खाइला पोरे कौन हेबो मैडम जना नहीं हेलो प्रेज द लॉर्ड कहा को आज हमने प्रथम स्थान देइछु कौन सबुज विषय भल विषय को मैंने प्रथम स्थान देइछु कि प्रिय माने वो कहबा पई चाहूची लोटो से चयन कले चयन बोली गले बाछिले हला लोटो बाछिले गले किंतु से पछरे से पापी मान को देखि नथिले आजी को प्रकार विषय आज मैंने बाछुछु आज जेसु को बाछिबा आज जेसु को प्रथम स्थान दबा Christ is not meant to be just a part of your life or just an emergency contact. प्रभु आम जीवन गोटे पार्ट आगा ही रुहतु नाई किए हाँ जीसु मु तो प्रेम करे तांको मु बहुत प्रेम करे किए हाँ संडे रे गले जीसुंकर उपस्थिति टिके हम मन को महसूस हुए तापरे हमें आम बाटरे तांके तांको बाटरे आ ख्रीष्ट केबे मध्य गोटे अंश ही रही पारिबे नाई ख्रीष्ट आम जीवन रो ऑल इन ऑल हेबा को पड़िबो खाली इमरजेंसी कांटेक्ट नहीं आम्भ निकट को प्रार्थना करो आम्भे तुमको उत्तर देबा इमरजेंसी कांटेक्ट नहीं भाई नो नो भौणी ख्रीष्ट केवल इमरजेंसी कांटेक्ट न थिबे 101 100 108 इमरजेंसी कांटेक्ट करो हालेलुया जो माने ख्रीष्टन को ए प्रकार करे रखंती जीवन गोटे पार्ट करी से माने ख्रीष्टन को नेटवर्क रो दूर को चली जानती आमे जमती गोटे गोटे गाँ को गले नेटवर्क पाइने मु गोटे गाँ को जाइथिली प्रचार करिया पई आ मोर गोटे इमरजेंसी कॉल करियार थिला मो घर को आ बहुत इमरजेंसी थिला मो गोटे जिंस भूली जाइथिली करिवार थिला आ घर को फोन करियार थिला मु से गाँ लोकन को पचारली आ फर्स्ट सेशन सरला परे भाई माने मते टिके सहाय्य करो से कहले सर की प्रकार सहाय्य ए गाँव तो टोटल नेटवर्क आसुना भाई माने कोठी मु टिके मो माँ को कांटेक्ट करि पारथांते मो माँ को गोटे विषय कहबार अछि भाई माने कोठी
को पहाड़ को गले हेबो कि को जंगल को गले हेबो बा को रोड को गले हेबो मते टिके सहाय्य करो आ सेतल को कोन हिची मो प्रिय माने आ से भाई माने कहले सेई पहाड़ ऊपर को गले आपण को गोटे सिग्नल मिलिबो तापर आउ गोटे भाई आसी कहले ना 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 पहाड़ को जीवा दरकार नहीं से भाईंकर बिल्डिंग ऊपर जदि चढ़िले गोटे पर्टिकुलर जगह अछि से जगह रे बसिकरी मोबाइल टाको एमिति टेकिले गोटे नेटवर्क आसीबो आ तापर कोन हेछि मो प्रिय माने मु से जगह को गली आ सेई जगह को जाई मु कोन करिछि आ सेठी मु नेटवर्क जगह रे बसिली आ नेटवर्क जगह रे बसिकरी मु हाथ एमिति टेकिली टेकिला को गोटे बाड़ी आसिला मु संगे संगे लाउड स्पीकर करी मां मो से काम टिके करि दियो बहुत अर्जेंट अछि कहला पर नेटवर्क पळेला जो मैंने जिसु को सेकंड पोजीशन रे रखंती जो मैंने जिसु को थर्ड पोजीशन रे रखंती जो मैंने जिसु को 10th पोजीशन रे रखंती से मानकर जीवन रे जिसुଙ୍କର नेटवर्क न थाए से माने जंगल रे रहिला परी लोक माने जाजाबर परी लोक माने से माने नेटवर्क रु दूर को पळांती आ से माने टावर खोजिले मते मिले नाही अंबानी को डाको बोले किछि हेबो नाही सेतिपाई जिसुଙ୍କୁ ଯୋଉମାନେ ପ୍ରଥମ ପ୍ରାୟୋରିଟି ଦିଅନ୍ତି ସେମାନଙ୍କର ଜୀବନରେ ସେମାନେ କହିପାରିବେ ହେ ପ୍ରଭୁ ଯୀଶୁ ମୋର ଏଇ ନୈବେଦ୍ୟକୁ ଗ୍ରହଣ କର ଏଲିୟ ଯେମିତି କହିଲେ ପ୍ରଭୁ ଏଇ ବେଦୀରେ ଥିବା ପ୍ରତ୍ୟେକ ପ୍ରକାର ନୈବେଦ୍ୟକୁ ତୁମେ ଗ୍ରହଣ କର ଆକାଶରୁ ଅକସ୍ମାତ ଅଗ୍ନି ଆସି ସବୁ ଗ୍ରାସ କରି ଚାଲିଗଲା ହାଲେଲୁୟା that is my God. Hallelujah. Don't go away. दूरକୁ ଯାଆନ୍ତୁ ନାହିଁ କେବେ ମଧ୍ୟ ଦୂରକୁ ଯାଆନ୍ତୁ ନାହିଁ ପ୍ରଭୁ ଚାହାନ୍ତି ନାହିଁ ଯେ ଆମେ ଦୂରକୁ ଯିବା ପ୍ରଭୁ ଚାହାନ୍ତି ନାହିଁ ଯେ ଆମମାନେ ତାଙ୍କ ଠାରୁ ଦୂରେଇ ଯିବା ଏଇ ଜାତିର ଲୋକମାନେ ମୁଖରେ ଆମକୁ ପ୍ରଭୁ ବୋଲି ଡାକନ୍ତି ମାତ୍ର ହୃଦୟରେ ଆମ ଠାରୁ ବହୁତ ଦୂରକୁ ଯାଇଛନ୍ତି ବହୁତ ଦୂରକୁ ଯାଇଛନ୍ତି ହାଲେଲୁୟା ପ୍ରିୟ ମାନେ ଆଜି ପ୍ରଭୁ କୋଉ ସ୍ଥାନ ଆମ ଜୀବନରେ ରଖିଅଛନ୍ତି ଆଜି ନିଜକୁ ଆମେ ସମୀକ୍ଷା କରିବା ପଚାରିବା ଯେ ପ୍ରଭୁ ମୁଁ କୋଉ ସ୍ଥାନ ତୁମକୁ ଦେଇଛି ମୋ ଜୀବନରେ କୋଉ ସ୍ଥାନ ମୁଁ ଦେଇଛି ଆଜିକାଲି ବହୁତ ବ୍ୟସ୍ତ ହେଇଯାଉଛୁ ନାଇଁ କି ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରଭୁଙ୍କୁ ସ୍ଥାନ ଦେଇ ପାରୁନୁ କିନ୍ତୁ ଯିଏ ପ୍ରଭୁଙ୍କୁ ସ୍ଥାନ ଦେବ ଯିଏ ପ୍ରଥମ ସ୍ଥାନ ଦେବ ଯିଏ ତାଙ୍କୁ ସେଣ୍ଟର କରିବ ସେ କେବେ ମଧ୍ୟ ହତାଶ ହବ ନାହିଁ ନିରାଶ ହବ ନାହିଁ ମାଥ୍ୟୁ 6:33 ଅନୁସାରେ ପ୍ରଥମେ ତାଙ୍କ ରାଜ୍ୟ ଏବଂ ଧାର୍ମିକତାକୁ ଅନ୍ୱେଷଣ କର ଏବଂ ଏଇ ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ ଆଜି ମୁଁ ଜାଣି ନାହିଁ ଆପଣଙ୍କ ପରିସ୍ଥିତି କେମିତି ଅଛି ଆଜି ମୁଁ ଜାଣି ନାହିଁ ଆପଣଙ୍କ ପିଲାମାନଙ୍କ ପରିସ୍ଥିତି କେମିତି ଅଛି କିନ୍ତୁ ଗୋଟେ ବିଷୟ ମୁଁ ଜାଣିଛି ଯଦି ଆଜି ଆପଣ ମାନେ ନିଜର ଜୀବନକୁ ପ୍ରଭୁଙ୍କୁ ଦେଇଦେବେ ଆଜି ଯଦି ଆପଣ ମାନେ ନିଜର ଜୀବନରେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଇଦେବେ ତାହେଲେ ମୁଁ ଗ୍ୟାରେଣ୍ଟି ଦେବା ପାଇଁ ଚାହୁଁଛି ଯେ ଯୀଶୁ ତମର ସମସ୍ତ ବିଷୟକୁ ସୁଧାରି ଦେବେ ତମ ଜୀବନରେ ମହାନ କାର୍ଯ୍ୟ କରିବେ এই জগতର ଗ୍ୟାରେଣ୍ଟି ମୋବାଇଲ ଫୋନ ର ଗ୍ୟାରେଣ୍ଟି ୱାସିଂ ମେସିନ ର ଗ୍ୟାରେଣ୍ଟି ମିକ୍ସି ର ଗ୍ୟାରେଣ୍ଟି ମେସିନ ର ଗ୍ୟାରେଣ୍ଟି ଆଉ ଟିଭି ର ଗ୍ୟାରେଣ୍ଟି ଆଉ ସବୁ ପ୍ରକାର ବିଷୟର ଗ୍ୟାରେଣ୍ଟି ମୋ ପ୍ରିୟ ମାନେ କପଡାର ଗ୍ୟାରେଣ୍ଟି ପିଓର 100% କଟନ କପଡା ତମର ସବୁ ପ୍ରକାର ବିଷୟର ଗ୍ୟାରେଣ୍ଟି ମେଡିସିନ ର ବି ଗ୍ୟାରେଣ୍ଟି ଏଇ ମେଡିସିନ ତମେ ଖାଇବ ତମର ଡାଇବେଟିସ ନର୍ମାଲ ନ ହେଲେ ମତେ ପଚାରବ ବୋଲିକିରି କହିବା ଲୋକମାନେ ମଧ୍ୟ ଅଛନ୍ତି ଆଉ ତମର ବିପି ର ଗ୍ୟାରେଣ୍ଟି ତମ ସବୁର ଗ୍ୟାରେଣ୍ଟି ମାତ୍ର ଲାଇଫ ର ଗ୍ୟାରେଣ୍ଟି ନାହିଁ तुम्हें लगेगा साबुन रो गारंटी तुम्हें लगेगा क्रीम रो गारंटी तुम्हें लगेगा हेयर ऑयल रो गारंटी बट लाइफ रो गारंटी काहे कैन यू गिव गारंटी ऑफ योर लाइफ आपनकर जीवन रो गारंटी आपण दे पारबे कि बट जीसस
ମାତ୍ର ଯୀଶୁ ଆମ ଜୀବନ ପାଇଁ ସେ ଗ୍ୟାରେଣ୍ଟେଡ ଅଟନ୍ତି, ଗ୍ୟାରେଣ୍ଟି। ହାଲେଲୁୟା। ଅନନ୍ତ ଜୀବନ ଗ୍ୟାରେଣ୍ଟି, ସ୍ୱର୍ଗ ଗ୍ୟାରେଣ୍ଟି, ଶାନ୍ତିର ଜୀବନ ଗ୍ୟାରେଣ୍ଟି, ଆଶୀର୍ବାଦର ଜୀବନ ଗ୍ୟାରେଣ୍ଟି। ଦିସ୍ ଇଜ୍ ମି ଜିସସ୍ କ୍ରାଇଷ୍ଟ। ଆମେ ଯେ ଅଛୁ ସେ ଅଛୁ। ମୁଁ ତୁମକୁ ଗ୍ୟାରେଣ୍ଟି ଦଉଅଛି। ହାଲେଲୁୟା। ତୁମେ ଅନ୍ଧକାରରେ କେବେ ଭ୍ରମଣ କରିବ ନାହିଁ, ଗ୍ୟାରେଣ୍ଟି। ତୁମେ ହାଲେଲୁୟା ତୁମେ କେବେ ମଧ୍ୟ ଶତ୍ରୁ ଶୈତାନ ଠାରୁ ଫେରିବ ନାହିଁ, ଗ୍ୟାରେଣ୍ଟି। ହାଲେଲୁୟା। ପ୍ରଭୁ ଏଇ ଗ୍ୟାରେଣ୍ଟି ଆମମାନଙ୍କର ଜୀବନରେ ଦଉଛନ୍ତି ମୋ ପ୍ରିୟ ମାନେ। ହାଲେଲୁୟା। ମୋ ପ୍ରିୟ ମାନେ, ଯଦି ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନରେ ସେଣ୍ଟରରେ ରଖିବା, ତାହେଲେ ମୋ ପ୍ରିୟ ମାନେ ଆମମାନଙ୍କର ଜୀବନ କେମିତି ହେବ? କେହି ଜଣେ ପଢନ୍ତୁ ମାଥ୍ୟୁ 7 ତାର 24 ଆଉ 25। ମାଥ୍ୟୁ 7 ତାର 24 ଆଉ 25 ଶୀଘ୍ର। ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ। ବୃଷ୍ଟି ହେଲା, ବଢି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହା ମୂଳଦୁଆ ଥିଲା। ଜୀବନର ଝଡ଼ରେ, ଜୀବନର ବତାସରେ ମୋ ପ୍ରିୟ ମାନେ ଗମନ ଆଗମନ କରୁଛୁ। କୋଉ ମୁହୂର୍ତ୍ତରେ କୋଉ ପ୍ରକାର ତୁଫାନ ଆସିବ, କୋଉ ମୁହୂର୍ତ୍ତରେ କୋଉ ପ୍ରକାର ପରିସ୍ଥିତି ଆସିବ, କୋଉ ମୁହୂର୍ତ୍ତରେ କୋଉ ପ୍ରକାର ସିଚୁଏସନ କ୍ରିଏଟ ହବ ଆମେ ଜାଣିନୁ। ସେଥିପାଇଁ ବୁଦ୍ଧିମାନ ଲୋକ ପରି ଆମେ ହେବା। ପାଷାଣ ଉପରେ ଗୃହ ନିର୍ମାଣ କରିବା। ପାଷାଣ ଉପରେ ଗୃହ ନିର୍ମାଣ କଲେ ମୋ ପ୍ରିୟ ମାନେ ଆମମାନେ ଷ୍ଟେବିଲିଟି ହେବା, ଆମମାନେ ସ୍ଥିର ହେଇପାରିବା। ପାଷାଣ ଉପରେ କୌଣସି ଝଡ଼ ତୋଫାନ, ପବନ ବା ବତାସ ବା ବୃଷ୍ଟି ଆମମାନଙ୍କୁ ହରେଇ ପାରିବ ନାହିଁ। ଏଇ ଜୀବନର କୌଣସି ବିଷୟ ଆମମାନଙ୍କୁ ହରେଇ ପାରିବ ନାହିଁ। ସେଥିପାଇଁ ମୋ ପ୍ରିୟ ମାନେ ଆମମାନେ ଜାଣିବା ଯେ ପାଷାଣ କିଏ ଅଟନ୍ତି? ପାଷାଣ ଆମ୍ଭମାନଙ୍କର ଯୀଶୁ ଖ୍ରୀଷ୍ଟ ଅଟନ୍ତି। ତାଙ୍କ ଉପରେ ମୋର ବିଶ୍ୱାସର ଘର, ତାଙ୍କ ଉପରେ ଗୋଟେ ମଜବୁତ ଘର। ହାଲେଲୁୟା। କୌଣସି ଲୋକ ଏଇ ଧରା ପୃଷ୍ଠରେ ସୃଷ୍ଟି ହେଇନାହାନ୍ତି ଯିଏ କି ତୁମ ମାନଙ୍କୁ ହଲେଇ ଦେବ। ପର୍ବତ ଉପପର୍ବତ ମାନେ ବିଚଳିତ ହେବେ, ମାତ୍ର ତମେ କେବେ ମଧ୍ୟ ବିଚଳିତ ହେଇପାରିବ ନାହିଁ। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗ୍ୟାରେଣ୍ଟି ଅଟେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ବୁଦ୍ଧିମାନ କିଏ? ଯେ ଯୀଶୁଙ୍କ ଉପରେ ନିଜର ବିଶ୍ୱାସର ଘର କରିଅଛି। ହାଲେଲୁୟା। ମୁଁ କେବେ ହଟିବି ନାହିଁ, ମୁଁ କେବେ ନିରାଶ ହେବି ନାହିଁ, ମୁଁ କେବେ ହତାଶ ହେବି ନାହିଁ। କାରଣ ପ୍ରଭୁ ତୁମେ ମୋର ସୃଷ୍ଟିକର୍ତ୍ତା ଅଟ। ମୁଁ ତୁମ ଉପରେ ଘର ନିର୍ମାଣ କରିଅଛି। ତେବେ ମୋ ପ୍ରିୟ ମାନେ ଆସୁ ଆମମାନଙ୍କର ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ପ୍ରଥମ ସ୍ଥାନ ଦଉ ଏବଂ ପ୍ରଭୁ ଆମ ଜୀବନରେ ଏଇ ଜୀବନର ସିଂହାସନରେ ସେ ବସନ୍ତୁ। ହାଲେଲୁୟା। ଆସୁ ମୋ ପ୍ରିୟ ମାନେ ସମସ୍ତ ଚକ୍ଷୁ ବନ୍ଦ କରିବା। Glory. Thank you, Father. Lord, we praise you, praise you, praise you.